सुंदरी झिया सिंदूर मना सुंदरी झिया सिंदूर मना सुंदरी झिया सिंदूर मना सुंदरी झिया सिंदूर मना काहे के तमे मोर एते बड़ क्षति कल मो तुम पाखरे कि अपराध करते तमे कण जानी नथिल से जने विवाहित बोली काहे के मो भाग ऊपर भाग बसैल काहे के मो भाग ऊपर भाग बसैल मते विश्वास करतु भौणी एथे मोर कोनोसी दोष नाही मानुछि मो भी नारी नारी होई नारी रो मन कथा कोन म बुझी पारिबिनी हां तमे जदि निज भौणी बोली तम पद तले सेवा करबा सुजग देब ताहले मो नारी जन्म ध्यान वाला बोली मने भाबिबी तथापि भी ए सुजग तुम वंचित न करिछ जो बटे आसेथिली सही बटे चली जीबी भाबिबी मो पई सिंदूर होई गला मोना सुंदरी जिया को सिंदूर मोना एक नीति लिखा हुए नुआ रामायण नाम मुखा बिंदी गुनी मुलसी रावण नारी के नारायणी जननी भागिनी देवे साजे दिए पुणी संहारकारिणी लुहर साथे लुहर समय उपास करे लुहर साथे लुहर खेले समय उपास करे केते छोरा केते छोरा जानी न हुएला सुंदरी सुंदरी झिया सिंदूर मना सुंदरी झिया सिंदूर मना सुंदरी झिया सिंदूर मना सुंदरी झिया बहुमा अरे रहीजा कहूची हाँ हाँ रहीजा कहूची ए एरुंडी बंदा डे जीवा पूर्वरु आउ एक लक्षण रेखा अच्छी हमा बापा सही लक्षण रेखा डेगी जीवा तो बाध्य है बुलो मा बापा आउ आउ सही लक्षण रेखा है के जानिछु केही भी जानिनी तमे माने केही भी जानिनी जे लक्षण रेखा किए सही लक्षण रेखा हेउची केवल मु हमा आज मु लक्षण रेखा हेची काहे कि ना एही मणिपुर पवित्र भूमिमाटी तले मु होई पडुची बुझी पारुछु
ଆଜି ମୁଁ ଶୋଇପଡ଼ୁଛି ତୁମେ ମୋତେ ଦେଇକି ଯିବାକୁ ବାଧ୍ୟ ହେବ ଲୋ ମା ବାଧ୍ୟ ହେବ ନାଇଁ ବାପା କାହିଁକି ଆଜି ପରା ମୁଁ ଲକ୍ଷ୍ମଣ ରେଖା ମୋତେ ଦେଇକି ଯା ହଁ ହଁ ଦେଇକି ଯା ବାପା ଶେଷରେ ଆପଣ ବି ଏମିତି କହିଲେ ବାପା କି ଦରକାର ଥିଲା ବାପା ହଁ କହିପାରିଲି ଆଜି ରାଜା ସୁରେନ୍ଦ୍ର କେଶରୀ କହିପାରିଛି କାହିଁକି ନା ତୁମେ କିଛି ଜାଣୁନ ମା କିଛି ଜାଣୁନ ବାପା ହରେ ମା କି ଦରକାର ଥିଲା ବାପା କି ଦରକାର ଥିଲେ କ'ଣ କରିବି ମା ମୁଁ ଥାଉ ଥାଉ ଏ ମା ଆପଣଙ୍କ ପୁଅ ପାଇଁ ବହୁ ମା ଆଉ ଏକା ବୋହୂ ଆଣିବାର କି ଦରକାର ଥିଲା? ଏ ବହୁ ମା ଶୁଣ ମୋ କଥା ଟିକେ ଶୁଣ ବହୁ ମା ମୋ କଥା ଟିକେ ଶୁଣ ରାଜା ଦଶରଥ କ'ଣ ହେଇଥିଲା ଜାଣିଛୁ ସେ ପରିସ୍ଥିତି ପ୍ରବଞ୍ଚନାରେ ପଡ଼ି ମହାରାଣୀ କୈକେୟୀଙ୍କୁ ଦୁଇଟି ବର ଯାଚି ଦେବାକୁ ବାଧ୍ୟ ହେଇଥିଲେ ବାପା ବାଧ୍ୟ ହେଇଥିଲେ ଆଉ ସେଇ ଦଶରଥର ଗୋଟିଏ ବରରେ ପ୍ରଭୁ ଜଗତ ଠାକୁର ରାମଚନ୍ଦ୍ର 14 ବର୍ଷ କାଳ ବନବାସ ବିତାଇଲେ ହଁ ମା ଜାଣିଛୁ ତ ବାପା ଠିକ୍ ସେମିତି ମୋ ପୁଅ ସାଗର ଆଉ ସେଇ ଦଶରଥର କଥାକୁ ରଖିବାକୁ ଯାଇ ଆଜି କ'ଣ କରିଛି ଜାଣିଛୁ ଆଜି ଏଇ ଝିଅକୁ ଦ୍ୱିତୀୟ ପତ୍ନୀ ରୂପରେ ଗ୍ରହଣ କରି ସାରିଛି ରେ ମା ଗ୍ରହଣ କରି ସାରିଛି ଆରେ ମା ଆଜି ଏଇ ଅଞ୍ଜଳି ପାଇଁ ମୁଁ ତତେ ହାତ ପ୍ରସାରି ଭିକ ମାଗୁଛି ମା ଭିକ ମାଗୁଛି କାହିଁକି ନା ତୋ ହାତର ଶଙ୍ଖ ତୋ ମଥାର ସିନ୍ଦୁର ଦୁଇ ଭାଗ କରିଦେ ମା ବାପା ନା ବାପା ଆପଣ ମୋତେ ହାତ ଯୋଡ଼ି ଲଜ୍ଜିତ କରନ୍ତୁ ମୁଁ ଆପଣଙ୍କ ବୋହୂ ବାପା ମୁଁ ଆବଶ୍ୟକ ପଡ଼ିଲେ ବହୁମା ମୋ ଜୀବନକୁ ବି ଆପଣଙ୍କ ପାଦ ତଳେ ଥୋଇ ଦେଇପାରେ ଏ ବହୁମା ମୁଁ ଜାଣିଛି ମୁଁ ଆପଣଙ୍କ କଥାରେ ରାଜି ବାପା ସତେ କି ବହୁମା ମୁଁ ଜାଣିଛି ମୋ ବହୁମା ସେମିତିକା ଝିଅ ନୁହଁ ବୋଲି ସେଇଥିପାଇଁ ମୁଁ ତୋତେ ଏ କଥା କହିପାରୁଛି ମା ବାପା ହେଲେ ମା ତୁ ତ ମୋ ଗୋଟିଏ ରାଜବଂଶର କୁଲବଧୂ ମା କୁଲବଧୂ ହେଲେ କାହିଁକି ଏଇ ଦେଖୁଛୁ ତ ଆଜି ମୋ ନୂଆ ବୋହୂ ଆଉ ମୋ ପୁଅ ସାଗର ଅଛି ବୁଝୁଛୁ ମା ଏଇ ନେ ମା ଏଇ ନେ ବାପା ମୋ ନୂଆ ବୋହୂ ଆଉ ପୁଅ ସାଗରକୁ ତୁ ବନ୍ଦା ପଣା କରି ଘରକୁ ନେଇଯା ମା ଘରକୁ ନେଇଯା ବାପା ହରେ ମା ମୋ କଥା ରକ୍ଷା କର ମା ଠିକ ଅଛି ବାପା ହଁ ଯା ଏ ଦାମ୍ପତ୍ୟ ଅର୍ଘ ଥାଳି ଧରି ବହୁମା ମୁଁ ବନ୍ଦା ପଡ଼ା କରି ଘରକୁ ନେଇଯିବି ହଁ ହଁ ବହୁମା ଘରକୁ ନେଇଯିବି ବାପା ଯା ମା ଘରକୁ ନେଇ ଯା
ପଞ୍ଚମୁଖୀ କାଲି କାହିଁକି ମା ଗୋଟିଏ ପରେ ଗୋଟିଏ ଦୃଶ୍ୟ ଦେଖିବାକୁ ପଡୁଛି କାହିଁକି ମୁଁ କଣ ଦେଖିପାରୁଛି ମା କଣ ଦେଖିପାରୁଛି ନାରୀ ସବୁ ସହିପାରେ ସଉତୁଣୀ କେବେ ସହିପାରେ ନା ମା ସହିପାରେ ନା ତା ସିନ୍ଦୁର ଦୁଇ ଭାଗ ହେଇଗଲି ତାହା ବି କେବେ ସହିପାରେ ନା ମା ସହିପାରେ ନା ଆଜି ଦେଖୁଛି ଯେ ମୋ ବହୁମା ମୋର ମାନ ମର୍ଯ୍ୟାଦା ଇଜ୍ଜତକୁ ରକ୍ଷା କରି ସେ ସବୁ କିଛିକୁ ସହିଗଲା ମା ସବୁ କିଛିକି ସହିଗଲା ମୁଁ ଜାଣିଛି ହେଲେ ମୁଁ କଣ ଅନ୍ୟାୟ କରିଛି ନା ନ୍ୟାୟ କରିଛି ଭଲ କରିଛି ନା ଭୁଲ କରିଛି ନା ନା ନାଇଁ ମୁଁ କେବେ ବି ଅନ୍ୟାୟ କରିନି ନା ଭୁଲ କରିନି ଯାହା କରିଛି ମାନେ ଉଚିତ କରିଛି ମୁଁ ଆଜି ଉଚିତ କରିଛି हे माँ पंचमुखी काली तुम्हें ही साहा भरोसा माँ तुम्हें ही साहा भरोसा मु कौन करी यही वृद्ध अवस्था जाए मु सही विश्राम कक्षरे मु टिके किछि समय विश्राम निये